ବନ୍ଧୁଗଣ, ଆଜି ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆମେ ସମସ୍ତେ ଜଣେ ଜଣେ ଶୈତାନ। ଆମେ ସମସ୍ତେ ଶୈତାନ। ଜଣେ ଜଣେ ଯଦି ଆପଣ ନ ଭାବନ୍ତି, ଏହାର କାରଣ କ'ଣ ମୁଁ କହିବି, ପ୍ରମାଣ ମଧ୍ୟ ଦେବି। ଆମର ଲେଖକମାନେ ଯାହା ପ୍ରମାଣିତ କରିଛନ୍ତି ସେ ସମ୍ପର୍କରେ ମୁଁ ଆପଣଙ୍କୁ ଦେବି। ଆପଣମାନେ ଶେଷ ପର୍ଯ୍ୟନ୍ତ ଟିକେ ଶୁଣନ୍ତୁ ଯେ ଆମେ ବର୍ତ୍ତମାନ ଏଭଳି ଶୈତାନରେ ପହଞ୍ଚିଛନ୍ତି ଯେ ଆମର ସମାଜ ଦେଶ କୁଆଡ଼େ ଯାଉଛି ଆମେ ତାଠାରୁ ବହୁତ ଦୂରେଇ ରହି ଆମର ଲୋଭ ସ୍ୱାର୍ଥକୁ ଆମେ ସମ୍ବରଣ କରି ଆମେ ଦୌଡ଼ୁଛନ୍ତି। ଏ ସମ୍ପର୍କରେ ଏକ ଆଲେଖ୍ୟ, ଏକ ସ୍ତମ୍ଭ ଆଜି ସମାଜର ସମ୍ପାଦକୀୟ ପୃଷ୍ଠାରେ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ଲେଖିଛନ୍ତି ଏବଂ ସେ ଦର୍ଶାଇଛନ୍ତି, ଏହାକୁ ପ୍ରମାଣ ମଧ୍ୟ କରିଛନ୍ତି ଯେ ଲିଓ ଟଲଷ୍ଟୟ 140 ବର୍ଷ ତଳେ ସେ ଲେଖିଥିଲେ ଗୋଟେ ଗଳ୍ପ, ଯିଏକି ବର୍ତ୍ତମାନ ତାର ଆମେ ଆବଶ୍ୟକତା ଅନୁଭବ କରୁଛନ୍ତି। ସେ ଗପଟି ହେଉଛି ଯେ ପାହମ ବୋଲି ଜଣେ ଚାଷୀ ଥିଲେ। ସେ ଦିନେ ଚିନ୍ତା କଲେ ଯେ ଗ୍ରାମରେ ରହି ଗ୍ରାମରେ ସମ୍ପତ୍ତି ଏବଂ ଆବଶ୍ୟକ ଜମି ବାଡ଼ି ଥାଇ ମଧ୍ୟ ସେ ସେତେ ସୁଖ ପାଇପାରୁନାହାନ୍ତି। ସହରକୁ ଯାଇ ସହରରେ ଗୋଟେ ଯଦି ବଡ଼ ଫାର୍ମ ହାଉସ୍ ଆହୁରି ଅଧିକ ଜମି ଉପରେ କରିପାରନ୍ତେ ଏବଂ ତାକୁ ଯେଉଁଭଳି ଭାବରେ ସୌନ୍ଦର୍ଯ୍ୟକରଣ କରାଯାଇ ବିଭିନ୍ନ ପ୍ରକାର ଖଞ୍ଜି ଦିଆଯାଆନ୍ତା, ତେବେ ସେ ଆହୁରି ଟିକେ ଖୁସିରେ ରୁହନ୍ତେ। ଏଇଭଳି ଚିନ୍ତା କଲେ। ଚିନ୍ତା କରି ସେ ଦିନେ କହି ଉଠିଲେ, ମୋର ଯଦି ସହରରେ ଏଇଭଳି ଗୋଟେ ଫାର୍ମ ହାଉସ୍ ଥାଆନ୍ତା ତାହେଲେ ମୁଁ ଶୈତାନକୁ ମଧ୍ୟ ଭୟ କରନ୍ତି ନାହିଁ। ତେବେ ଶୈତାନ ତାହା ଶୁଣିଲା। ଶୁଣି ତା ପ୍ରତି ସେ ତାକୁ ବାଟବଣା କରିବାକୁ ଯାଇ ତାକୁ କହିଲା, ଦେଖ, ମୁଁ ତମର ସମସ୍ତ ଆବଶ୍ୟକୀୟ ଯାହା ଚାହୁଁଛ ସେ ସମସ୍ତ ସମ୍ପତ୍ତି ଜମିବାଡ଼ି ମୁଁ ବ୍ୟବସ୍ଥା କରିଦେବି। ତେବେ ତମେ ମୋର ଗୋଟେ କଥା ଶୁଣ। ସେ କହିଲେ, ହଁ କୁହନ୍ତୁ। ନା, ତମେ କାଲି ସକାଳୁ ତମେ ଯାତ୍ରା ଆରମ୍ଭ କରିବ। ଏ ସହର ଯାକ ଯେତେ ଜମି ବାଡ଼ି କଳ କାରଖାନା ଯାହା ସବୁ ଦେଖିବ ତମ ସଂଲଗ୍ନରେ ଆସିବ, ସେ ସବୁ ତମର ହେଇଯିବ। ମୁଁ ତମକୁ ସବୁ କରିଦେବି, ସେଥିରେ କିଛି ଚିନ୍ତା କର ନାହିଁ। କିନ୍ତୁ ସନ୍ଧ୍ୟା ସୁଦ୍ଧା ତମେ ଯୋଉଠୁ ଯାଇଥିବ ସେଇଠିକି ଫେରି ଆସିବ। ତେବେ ସେଥିରେ ସେ ହଁ ମାରି ସେ ଦୌଡ଼ିଲା। ବହୁତ ଜମି ଆଉ ବହୁତ ସମ୍ପତ୍ତି ସେ କେମିତି ପାଇପାରିବ, ସେଥିପାଇଁ ସେ ଚିନ୍ତା କରି ସେ କହିଲେ, ଚାଲିଲେ ତ ମୁଁ ଏତେ ଅଧିକ ସମ୍ପ୍ରସାରିତ କରିପାରିବି ନାହିଁ। ତେଣୁକରି ତାକୁ ଦୌଡ଼ିବାକୁ ଲାଗିଲା। ଖୁବ୍ କ୍ଷିପ୍ର ଗତିରେ ଦୌଡ଼ିଲା। ଦୌଡ଼ି ଦୌଡ଼ି କେଉଁଠି ପଡ଼ିଲା, କେଉଁଠି ଝୁଣ୍ଟିଲା, କେଉଁଠି ଆଣ୍ଠେଇ ପଡ଼ିଲା, କେଉଁଠି ଥକି ପଡ଼ିଲା। ଝାଳ ନାଳ ନହି ନୁଆଣ। ତେବେ ସେ ଯାଇ ଶେଷରେ ସେ ସନ୍ଧ୍ୟା ହେଇଗଲା। ଜାଣିପାରିଲା ନାହିଁ ଯେ ସର୍ତ୍ତଟି ମୁଁ ରଖିଛି, ମୁଁ ଯେଉଁ ଜାଗାରୁ ଆସିଛି ସେଇଠିକି ଫେରିବି, କିନ୍ତୁ ଫେରି ପାରିଲା ନାହିଁ। ତେବେ ଶେଷରେ ବାଟରେ ପଡ଼ି ସେ ମରିଗଲା। ମରିଯିବା ପରେ ତାକୁ ସେଇ ଯେଉଁ ଶୈତାନ କହିଲା, ଦେଖ, ତୋର ମାତ୍ର 6 ଫୁଟ ଜାଗା ଦରକାର। 6 ଫୁଟ ଜାଗାରେ ତୁ ପୋତା ହେବୁ, ପୋଡ଼ା ହେବୁ, ସେତିକିରେ ମାତ୍ର ତୋର ଆବଶ୍ୟକ। କିନ୍ତୁ ତୁ ବହୁତ କିଛି ଆଶା କରୁଛୁ, ଯେ ଆଶା କରିବାର ପରିଣାମ ହେଉଛି ମୃତ୍ୟୁ। ସେଇଭଳି ଭାବରେ ସେ ପାହମ ଚାଷୀର ଯେଉଁ ସହରୀ ଜୀବନକୁ ନେଇ ଯେଉଁ ଶୈତାନକୁ ଭୟ ନ କରିବ ବୋଲି ଶେଷରେ 6 ଫୁଟ ଜାଗା ତାର ଦରକାର ବୋଲି ପ୍ରମାଣିତ ହୋଇଗଲା। କିନ୍ତୁ ବର୍ତ୍ତମାନ ସମୟରେ ଆମ ସମାଜରେ, ଆମ ଦେଶରେ, ଆମ ଶାସନ କ୍ଷେତ୍ରରେ, ଆମ ଚତୁଃପାର୍ଶ୍ୱରେ ଆମେ ଦେଖିବାକୁ ପାଉଛନ୍ତି ପାହମ ସଂଖ୍ୟା ବଢ଼ି ଚାଲିଛି, ଦ୍ରୁତ ଗତିରେ ବଢ଼ି ଚାଲିଛି। ଏବେ ଆମେ ସମ୍ବାଦପତ୍ର, ଟିଭି ଏସବୁଥିରୁ ଦେଖିବାକୁ ପାଇବା ଯେଉଁମାନେ ରେଡ୍ ହେଉଛନ୍ତି, ଧରା ପଡ଼ୁଛନ୍ତି ଇଡି ଦ୍ୱାରା, ଭିଜିଲାନ୍ସ ଦ୍ୱାରା। କେତେ ସମ୍ପତ୍ତି, କେତେ ଟଙ୍କା, ବାକ୍ସ, ଆଲମିରା ଏବଂ ଚାରି କାନ୍ଥ ଭିତରେ ଟଙ୍କା ଭର୍ତ୍ତି। ଭିଜିଲାନ୍ସ ଯେତେବେଳେ ଧରୁଛି, ଝରକା ଦେଇ ଟଙ୍କା ସେ ପାଖକୁ ଫୋପଡ଼ା ଯାଉଛି। ବିଡ଼ା ବିଡ଼ା ନୋଟ, ସବୁ 500 ଟଙ୍କିଆ, ଏବଂ କାହା ଘରେ ଜଳିଗଲାଣି, ପୁଣି ଆହୁରି ଅଛି। ଏଇଭଳି ଭାବରେ ଆମେ ପ୍ରମାଣ ପାଉଛନ୍ତି। ବର୍ତ୍ତମାନ ସେମାନେ ହେଉଛନ୍ତି ପାହମ। ସେମାନଙ୍କୁ ଯେତେ ଦେଲେ ବି ସୁଦ୍ଧା ତାଙ୍କୁ ନିଅଣ୍ଟ ହେଉଛି ଏବଂ ତାଙ୍କର ଆଶା ବହୁତ ଦୂର, ଯେ କିନ୍ତୁ ଆବଶ୍ୟକତା ଠାରୁ ସେ ଅନାବଶ୍ୟକତାଟାକୁ ବେଶୀ ଉପଲବ୍ଧି କରିଛନ୍ତି। ତେବେ ଏଇଭଳି ଯେଉଁ ଅସତ ଉପାୟରେ ସରକାରୀ ଅର୍ଥକୁ ବ୍ୟକ୍ତିଗତ ସମ୍ପତ୍ତିରେ ପରିଣତ କରିବା ପାଇଁ ଯାଉଛନ୍ତି ଯେଉଁ ଅଧିକାରୀମାନେ, ସେମାନେ ମଧ୍ୟମ ବର୍ଗର ଅଧିକାରୀ, ମଧ୍ୟମ ଧରଣର ଶିକ୍ଷିତ, ଉଚ୍ଚଶିକ୍ଷିତ। ଆପଣମାନେ ଜାଣନ୍ତୁ, ଏଇଭଳି ଭାବରେ ଆମର ଦେଶର ଅର୍ଥ ଏବଂ ରାଜକୋଷକୁ ସେ ନିଜର ସମ୍ପତ୍ତି ଭାବି ସେ ପକେଟସ୍ଥ କରିବା ଦ୍ୱାରା ଏବଂ ପକେଟସ୍ଥ କରି ଚାଲି
से केते संपत्तिर मालिक हो गले मात्र गोटे फ्लाट दरकार रहा शह शह फ्लाट सहर में मात्र गोटे एकर जगह सफिसीयेंट से किंतु देखिए हजार हजार एकर यही सब देखा पड़े मध्यम वर्ग अधिकारी राजनेता नेता यही मानक ठार ही देखा मिलूँ यही मानक जदि आम समाज में घृणा करते आम जदि प्रतिवाद करते प्रतिरोध करते ताहले से माने किछि परिमाण रे ठीक बाट को आसी जाते किंतु आम घृणा करूना आम प्रतिवाद करूना किंतु करुँच कौन ना आमे से बेकर फुलहार दे से ही समाज रे एक उच्च वर्ग एवं उच्च मान्यता प्राप्त व्यक्ति हिसाब से आम पूजा करुँच तेबे आपण माने चिंता करतु जदि यही भली भाव आम फूलमाल दे पूजा करी चलिबा एवं सेमानकु जदि घृणा न करिबा एवं सेमाने सबु आसन रे आसी जो अधिकारी होउचंदी तांको पई पछरे बाजा बाजी लोक हजार हजार लोक कि समस्ते से लाड़ायित तांको किसी पाइजिबि कि सेमाने भी मध्य लाड़ायित एमानकु धरिले मु ऊपर किसी पाइजिबि कि पाउछंदी मध्य किछि किछि लोक पाउछंदी न पाउथले हजार हजार लक्ष लक्ष संख्यार लोक तांको पछे धाउ न थांते एतिकि मु आपन को निवेदन करूची जे जो लोक अधम वित्त उपार्जन कर आम समाज पर दृष्टिकोण बदली जाऊ से घृणा करू से आसन दिया न जाऊ फुलहार पिंधा न जाऊ एवं तांको पई एते चाकचक्य ये सब करा न जाऊ एतिकी निवेदन।